ଯୌତୁକ ପଶିରେ ମାଘ ପୂର୍ଣ୍ଣିମା ପାଳନ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୋଇ ପଞ୍ଚାୟତ ଯୌତୁକ ପଶି ଗ୍ରାମରେ ମାଘ ପୂର୍ଣ୍ଣିମା ଉତ୍ସବ ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯାଇଛି। ଏହି ପୂର୍ଣ୍ଣିମା ଅବସରରେ ଅପରାହ୍ନ ସମୟରେ ବିଶାଳ ପଟୁଆରରେ ଗୋପାଳଙ୍କ ଲଉଡ଼ି ଖେଳ, ଘଣ୍ଟ ବାଦ୍ୟ, ନାମ ସଂକୀର୍ତ୍ତନ, ବାଜାର ବଜାରେ ଗାଁର ପ୍ରତ୍ୟେକ ସାହି ପ୍ରକମ୍ପିତ ହେବା ସହ ଦର୍ଶକଙ୍କ ଲୋକାରଣ୍ୟରେ ଉତ୍ସବ ମୁଖରିତ ହୋଇଉଠିଥିଲା। ଗାଁର ପରିବେଶ 10,000 ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା। 50 ବର୍ଷ ପୂର୍ବରୁ ଗ୍ରାମର ଭ୍ରମର ଭୂତିଆ ଏହାକୁ ଆରମ୍ଭ କରିଥିଲେ। ଏହି ଗ୍ରାମର ପ୍ରତ୍ୟେକ ସାହିର ମେଲଣ ପରିକ୍ରମା ପରେ ଗାଁର ଏକ ସ୍ଥାନରେ ରାମଲୀଳାର ଏକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ନୟାଗଡ଼ ଅଞ୍ଚଳର ଏକ ଗୀତନାଟ୍ୟ ରାମଲୀଳା ପରିବେଷଣ କରାଯାଇଥିଲା। ଉକ୍ତ ଗ୍ରାମର କହ୍ନେଇ ଭୂତିଆଙ୍କ ସଭାପତିତ୍ୱରେ ଏବଂ ଗାଁର ୱାର୍ଡ଼ ମେମ୍ବର ଦୋଳଗୋବିନ୍ଦ ଭୂତିଆଙ୍କ ସହ ଶ୍ରୀଧର ବେହେରା, ଫାଲଗୁନି ସାହୁଙ୍କ ସହ ଗ୍ରାମର ପରିଚାଳନା କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିବା ବେଳେ ଉକ୍ତ ଗ୍ରାମର ଚୌପାଢ଼ୀଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରି ସମସ୍ତ ଗ୍ରାମବାସୀଙ୍କ ଉଦ୍ୟମରେ ଶାନ୍ତି ଶୃଙ୍ଖଳାର ସହ ମାଘ ପୂର୍ଣ୍ଣିମା ପର୍ବ ପାଳିତ ହୋଇଥିଲା। ଢେଙ୍କାନାଳ ଜିଲ୍ଲାରୁ କଙ୍କଡ଼ାହାଡ଼ ବ୍ଲକରୁ ଡିଲେଶ୍ୱର ରାଣାଙ୍କ ରିପୋର୍ଟ, ଜାଗ୍ରତ ଭାରତ ନ୍ୟୁଜ୍।